ନାସାଗ୍ର ଦୃଷ୍ଟି କରିବା କହିବା କଥା। ଏ ଯୋଉ ଆପଣଙ୍କର ସହସ୍ର ମାନେ ସହସ୍ର ପଦ୍ମ କଥା ସେଇଟା ଯୋଉ ଆଲୋଚନା ମୁଁ ଶୁଣିଲି ଆଉ ମୁଁ ଥରେ ଧରି ପାରିଲିନି। ଆପଣଙ୍କ ନମ୍ବର ଆଣିକି ମୁଁ ଏଇ ନମ୍ବର ଟିକେ କାଢିଲ ମୁଁ ବାବାଙ୍କ କତିରେ ମୁଁ ଯାଇପାରିବି ଅଟୋମେଟିକ ଟିକେ ଦେଖା କରିପାରିବି। ମୁଁ ତ ବଞ୍ଚିବା ଭିତରେ କାହିଁକି ନା ଏଭଳିଆ ଏତେ ଏତେ ଉନ୍ନତି ଏତେ ବଢିଆ କଥା ଯାହାକି ମୁଁ କଳ୍ପନା କରି ମୋ ରୁମ ଭଳି ସବୁ ଠିଆ ହେଇଯାଉଛି ଏବେ ବି ଆପଣଙ୍କ କଥା ହେଇକି ମାନେ ଆଶ୍ଚର୍ଯ୍ୟ ଘଟଣା ମାନେ ଯାହାକି ଯୋଉ ଜିନିଷ ଯେ ଉପଲବ୍ଧି କରୁ ସେ ହିଁ ଜାଣିବ। ସେ ଆଉ କାହାକୁ କହି ସେ କଥା କହନ୍ତି ନାହିଁ। ଆପଣ ତାକୁ ପୁରା ଖୋଲିକି କହିଛନ୍ତି ସବୁ ସେଇଟା ମୁଁ ଆମର ସେଇଟା ମୁଁ 30 ବର୍ଷ ହେଲା ଅଚ୍ୟୁତଙ୍କ ଦୀକ୍ଷିତ ଏଇ ପ୍ରାଣାୟାମ ସାଧନାର ଯୋଗୀ ଯାହା କହୁଛନ୍ତି ଆପଣ ଯୋଉ କଥା କି ସେ ବୁଲେଇ ପକେଇ ସମସ୍ତେ ଆମେ ଗୋଟିଏ ଲକ୍ଷ୍ୟରେ ଆମେ ଅଛୁ। ସେଇ ଗୋଟିଏ ଲକ୍ଷ୍ୟ ପ୍ରଭୁ ଦର୍ଶନ କରିବୁ ଦେଖିବା ପାଇଁ ଦୀକ୍ଷା ହଉଛି ଦେଖିବା ପାଇଁ। ହେଲେ ଆପଣଙ୍କୁ ଯାହା ଶୁଣି ସାରିଲା ପରେ ଆପଣଙ୍କ ଦ୍ୱାରା କଣ ଆମେ କହିବା ପାଇଁ କିଛି ଭାଷା ନାହିଁ। ଭାଷା ମାନେ ଯୋଉ ଭାଷା କି କହିହବନି ଏଟାକୁ ଆପଣ ପ୍ରକାଶ କରିଦଉଛନ୍ତି। ସେଇଟା ବାହାଦୁରୀ ଆପଣ ସମ୍ପୂର୍ଣ୍ଣ ଭାବରେ ଗୁଟି ଗୁଟି କରି ନାଡି ବିଷୟରେ ଆପଣ ବି ସବୁ ଟୋଟାଲ ମାନେ ଆମେ ସେତେ ସାଧନା କିଛି ନାହିଁ। ଖାଲି ପ୍ରଭୁ କହିଲେ ଆମ ଗୁରୁଦେବ କହୁଥିଲେ ଯୋଉମାନେ ଗୁରୁ ସଦ୍ଗୁରୁ ଧରିଛନ୍ତି ଯିଏ ଖଟୁ ଯେତିକି ଖଟୁ ସେତିକି ପାଇବ। ଆମେ ଏଇ କଥା କହୁ ଯେତିକି ଖଟୁ ସେତିକି ପାଇବ। ଯେତିକି ନ ଖଟିବ ନ ପାଇବ କୃପା କର ପାଇବୁ କରିବୁ ପାଇବୁ। ବୁଝିଲେ କର ମତେ କୃପା କରିବୁ କୋଉ ଟାଇମରେ ପବନ ସେ ଆପଣ ସପ୍ତାହ 7-12 ପବନ କୋଉ ବାରେ କୋଉ ଦିନ ପବନ କରିବାରେ ରବିବାର କୋଉ କି ସୋମବାର କି ଆମ ଗୁରୁଦେବ ସବୁ ଲେଖି ଦେଇଥିଲେ ଆମ ଖାତାରେ। ବୁଝିଲେ ଆମର ଏଇ ଷଡ଼ଚକ୍ର ଉପରେ ଯାଇକି ରହୁଛି ଆମ ଜ୍ୟୋତି ଚକ୍ର ଇଏ ସପ୍ତ ଚକ୍ର। ବୁଝିଲେ ଆଜ୍ଞା ସେ ବିଷୟରେ ଆମକୁ ପୁରା ଟୋଟାଲ ମାନେ ମୂଳାଧାର ଚକ୍ରରୁ ଷଡ଼ଚକ୍ର ପର୍ଯ୍ୟନ୍ତ ଟୋଟାଲ ମାନେ 50 56 56 ଆମର ଏଇ ଗୁରୁଙ୍କର ଗୁରୁ ଯୋଉଟା ଅନ୍ଧ ବାବା ଥିଲେ ଏଠି ବୁଝିଲେ ତାଙ୍କୁ ସିଏ ଗଲେଣି ତାଙ୍କୁ ଆମ ଗୁରୁ ଦେଇଥିଲେ। ମୋର 30 ବର୍ଷ ହେଲାଣି ସେଇ ଲାଇନ 62 ବର୍ଷ ଆମର ହେଲାଣି। ବୁଝିଲେ ଆଜ୍ଞା ମୁଁ ଶୁଣି ସାରିଲା ପରେ ଏଇ ଜିନିଷ ଗୁଡାକ ସବୁ କାଲି ଭିତରେ କି ଆଜି ପର୍ଯ୍ୟନ୍ତ ମୁଁ ଖୋଜୁଥିଲି ତାଙ୍କ ସାର୍ ଭେଟ ହେଇ ଫୋନରେ କଥା ହେଇପାରିମି କି ଯାହା ମୁଁ ଏତିକି ଘଟ ପାଇଲି। ମୁଁ କହିଲି ଭାଷା ନାହିଁ ମୋ ପାଟିର ଗୋଟେ କହିବା ପାଇଁ ମୁଁ ଗୋଟେ ଭାବରେ ଆପଣଙ୍କୁ କହିଦଉଛି। ଦେଖା କରି ମୋ ପାଟିରେ ମୁଣ୍ଡ ଲଗେଇବା ଦରକାର। ଏଇଭଳିଆ ଲୋକ ଅଛନ୍ତି ଆମ ଜିଲ୍ଲାରେ ବୋଲି ମୁଁ ଭାବୁନଥିଲି ଏଇଟା ସତ କଥା। ଆଉ ଯୋଉମାନେ ଆଜ୍ଞା ଗୁରୁଦାସପୁର ସେଠୁ କେତେ ବାଟ? ଗୁରୁଦାସପୁର ଶୁଣିଛି ସେ ପାଖରେ କହନ୍ତି କାଞ୍ଜିଆ ପାଟ ଗୁରୁଦାସପୁର ଏମିତି କହନ୍ତି ସବୁ। ଗୁରୁଦାସପୁର ବହୁ ଲୋକ ଆସିକି ଏଠି ଉପଦେଶ ନେଇକି ଗଲେଣି। ହଁ ନେଇଥିବେ ହେଲେ ସେ କଣ ହେଲା କହିଲେ ଆଜ୍ଞା ଆମେ ସ୍ୱାମୀ ସ୍ତ୍ରୀ ବି ଦୀକ୍ଷିତ ମୋର 30 ବର୍ଷ ହେଇଗଲାଣି ଦୀକ୍ଷିତ ହେଇଛି ସେଇଠି ଏଇ ଧର୍ମରେ। ବୁଝିଲେ ଏ ଅଚ୍ୟୁତଙ୍କ ଧର୍ମ ଦୀକ୍ଷିତ ହେଇଛୁ ଆପଣ ଦୀକ୍ଷିତ ହେଇଛୁ। ମୁଁ ଆଜି ଏ କଥା କହୁନି ମୁଁ 30 ବର୍ଷ ହେଇଗଲାଣି ମୋର। ବୁଝିଲେ ମୁଁ ପାଗଳ ହେଇ ବୁଲି ଏଇ ଜିନିଷଟା ଜାଣିବା ପାଇଁ ବୁଝିବା ପାଇଁ ପାଗଳ ହେଇଯାଇଛି ପୁରା ମାନେ ମୁଣ୍ଡ ପାଗଳ। ଯେତେବେଳେ ମୁଁ କହିଲି କଣ ଇଏ ସବୁ କଥା ଏକାଖରେ ମହାଯଜ୍ଞ ହେଇଥିଲା ସେତେବେଳେ ଘଟଣା ମୁଁ ଶୁଣୁଥିଲି କହିଲେ କଳା ଧଳା କଣ ଦେଖିବା ପାଇଁ ଯାଇଥିଲି। ତାପରେ ଚିନ୍ତା କଲି ଏଠି ଗୋଟେ କଣ କହୁଛନ୍ତି ଏଭଳି ଦୀକ୍ଷା ଜିନିଷଟା କଣ ଦୀକ୍ଷା ଜିନିଷଟା ଯଦି ନ ଦେଖିଲୁ ଦୀକ୍ଷା ନେବାର ମୂଲ୍ୟ କଣ? ଦେଖିବାଟା ହଉଛି ସେଇ ଜିନିଷଟା ଆପଣଙ୍କର ଥରେ ମାତ୍ର ମନ୍ତ୍ର ଚେତା ପାଇଯିବ ଜୀବନରେ ଆଉ ଭୟ ଭ୍ରାନ୍ତି ନ ରହିବ। ଆମର ଅଚ୍ୟୁତ ଲେଖିଛନ୍ତି ଯେ କାଳେ ମନ୍ତ୍ର ସାଧନା ବଳାଇବ ମନ ମନ୍ତ୍ର ସହିତ ମନ ମିଶିଯିବ ଜାଣ। ମନ୍ତ୍ର ମନ ଏକା ହେଲେ ମନ୍ତ୍ର ହେବ ସିଦ୍ଧି। ସେ ମନ୍ତ୍ର ଯେତେ ପାଇବ ସିଦ୍ଧି ହେବ ବୃଦ୍ଧି। ବାକ୍ୟ ସିଦ୍ଧି କାର୍ଯ୍ୟ ସିଦ୍ଧି ସବୁ ସେଇ କାଳେ ଆପେ ଆପେ ସିଦ୍ଧି କରାଇବେ ବଳେ। ଏଇ ଯୋଉ କଥାକୁ ଆମ ଗୁରୁଙ୍କ କଥା ସବୁ ତର୍ଜମା କଲୁ ଯେତେ ସବୁ ଅଚ୍ୟୁତଙ୍କ କଥା ଗୁରୁଙ୍କ କଥା ସବୁ ଯେତେ ସାଧୁସନ୍ଥ ମାନେ ଲେଖିଛନ୍ତି ସବୁ ଯାହାକୁ ପଞ୍ଚସଖା ହଉ ବା ସବୁ ସେଇ ଗୋଟେ ଲେଖ ଯୋଉମାନେ ଜାଣିଲେ ପାଠ ଯିଏ ପଢିବ ଏକରେ ମିଶିନେ ଏକକୁ ମିଶେଇନେ 2 ହବ 1ରୁ 1 ଗଲେ 1 ରହିବ ଯେମିତି କଥା। ସେଇ ପବନ ସାଧନ ଯୋଉମାନେ କରୁଛନ୍ତି ସେମାନେ କିଛି ବୁଝିପାରିବେ ନହେଲେ କିଛି କହିପାରିବେ ନାଇଁ କିଛି ବୁଝିପାରିବେ ନାଇଁ। ସେଇ ପବନ ସାଧନାରେ ବି ଯିଏ ରହିଲା ନ ଦେଖିଲା କିଛି ନ ଜାଣିଲା ସିଏ ବି ଏ ବିଷୟରେ କିଛି ତାର ମୁଣ୍ଡରେ ପଶିବନି। କଣ ମୋ କଥା ସବୁ କହୁଛନ୍ତି। 22 ସାଧନରୁ ସରିଛି ପାଠ ତୁଳସୀ ଗଛରୁ ସରିଛି କାଠ। ଏଇ 3ଟା ଭାଗ ବି ମୁଁ ଛାଡିଛି ତାକୁ ଦେଖିଦବ। ଇଏ ଜିନିଷ ତ ଔଲିକ ଜିନିଷ ମାନେ ଲୋକାୟତ ପୁରା ତମେ ଏଟାକୁ ଆପଣଙ୍କ ତ ଯାହା ଶୁଣିଲୁ କାଲି ମୁଁ ଦେଖୁଥିଲି ଆଜି ବି ଦେଖୁଥିଲି ତ୍ରିକୁଟ ମାନେ ନାସା ଆଗରୁକୁ ଲକ୍ଷ୍ୟ କରି ଆମ ନାସା ଆଗରୁ ଗୋଟେ ପ୍ରଥମ ଷ୍ଟେପ ଘଟଣା ସେଟା ଯେତେବେଳେ ପ୍ରଥମ ଷ୍ଟେପ ସରିଗଲା ପରେ ତମେ ଯେତେବେଳେ ଉପରୁ ଆସୁଛି ନା ସେଠି ଲୋକଙ୍କୁ ଗୋଟେ ବୁଝିବା ପାଇଁ ନା କାହା ସବୁ ପ୍ରକୃତରେ ହଉଛି ଆମର ଅର୍ଦ୍ଧ ଆମର ଗୁରୁଦେବ ଲେଖିଲେ ଉର୍ଦ୍ଧ୍ୱ ଦୃଷ୍ଟି ରଖିବାକୁ ପଡିବ।
ଉର୍ଦ୍ଧ୍ୱ ଦୃଷ୍ଟି ରଖିଲେ ଜ୍ୟୋତି ମାନେ ଯେମିତି କହନ୍ତି ସେ କଥାକୁ ଜ୍ୟୋତି ଉର୍ଦ୍ଧ୍ୱରେ ନାହିଁ କି ଅଧରେ ନାହିଁ। ତମର ମନ ସ୍ଥିର ହେଇଗଲେ ଜ୍ୟୋତି ବଳେ ଦେଖାହବ। ଉର୍ଦ୍ଧ୍ୱ ଦୃଷ୍ଟି କଲେ ତମର ଅହଙ୍କାର ବଢିବ। ତ୍ରିକୁଟକୁ ଦୃଷ୍ଟି କଲେ ତମର ଅହଂ ଭାବଟା ବଢିବ, ବୁଝିଲ ନା। ହଁ ସେଟା ଠିକ କଥା। ନାସାଗ୍ରକୁ ଦୃଷ୍ଟି କଲେ ତମର ଅହଂ ଭାବ ଛିଡ଼ିବ, ଜ୍ଞାନ ଉଦୟ ହେବ, ବୁଝିଲ ନା। ଜ୍ଞାନ ଉଦୟ ପାଇଁ ନାସାଗ୍ର ଦୃଷ୍ଟି ଏକଦମ ସ୍ଥିର। ଆଚ୍ଛା ଠିକ ହଁ ସେଟା ଠିକ କଥା। ହେଲେ ଯାହା କହିଲ ଠିକ କଥା। ଏଇ ଯୋଉ ଜିନିଷଟା ଯାହା କହିଲ ଉପରକୁ ଦୃଷ୍ଟି କଲେ ଦୋଷ ହଉଛି ସେଟା କହିଲେ ଗୋଟେ କଥା ଶୁଣ, ତମେ ଯଦି ନଡିଆ ଗଛ ଉପରକୁ ଚାହିଁଲ ତମେ ରହିଲ କୋଉଠି? ତଳେ ରହିକି ନଡିଆ ଗଛ ଉପରକୁ ଚାହିଁଲୁ। ଆଚ୍ଛା, ତମେ କୂଅରୁ ଯେତେବେଳେ ପାଣି କାଢିବ ତମେ ରହିଲ କୋଉଠି? ଉପରେ ତଳକୁ ଟାଣିଲୁ। ବାସ୍, ତଳକୁ ଦୃଷ୍ଟି କଲେ ତମେ ଉପରକୁ ଯିବ, ଉପରକୁ ଦୃଷ୍ଟି କଲେ ତମେ ତଳକୁ ଯିବ, ବୁଝିପାରିଲ ନା। ଆଚ୍ଛା ଆଚ୍ଛା। ତେଣୁ ଉର୍ଦ୍ଧ୍ୱ ଗତି ହବା ପାଇଁ ହେଲେ ତମେ ନାସାଗ୍ର ଦୃଷ୍ଟି କଲେ ଉପରକୁ ଯିବ। ହଁ, ତମେ ଉପରକୁ ଗତି କରିବ ଯଦି ନାସାଗ୍ରକୁ ଦୃଷ୍ଟି କର। ଠିକ ଅଛି। ଆଉ ଆପଣ ଗୋଟେ ଶିକ୍ଷା ପାଇଲୁ। ହେଲେ ମୋ କହିବା କଥା ଟିକେ ଶୁଣନ୍ତୁ। ଇଏ ତ ମୁଁ ତ ଶୁଣିକି ଆଶ୍ଚର୍ଯ୍ୟ। କାଲି ମୁଁ କହିଲି ବାବା ମତେ ଦେଖେଇଲେ ଯେତେବେଳେ କହିଲେ ବାବା ମୁଁ ଜାଣିଛ ନା ମୁଁ ନା କହିଲେ ଆଙ୍କ ଘର ଏଇଠି ବା। ମୁଁ କହିଲି ଆଙ୍କର ସବୁ ଗୁଡାକ ବଢିଆ କଥା। ତମେ ଯୋଉ ସବୁ କଥା ନ କହୁନଥିଲ ଏ ସବୁ ସେ କଥା ସବୁ ଖୋଲିକି କହୁଛନ୍ତି। ଯାହା ଜାଣିନଥିଲ ମାନେ ମୁଁ କହିଲି କଣ? ସିଏ କାଲି ଦେଖେଇଲା ମତେ ଶୁଣେଇଲା ଅଧଘଣ୍ଟା ପୁଣି ପଳେଇଲା ସେ ତାର। ସେ ସବୁବେଳେ ତାର ଦେଖୁଛି। ସେ ଗୋଟେ ମିସ୍ତ୍ରୀ। ମୁଁ ତ କହିଲି ଆଚ୍ଛା ମୁଁ କହିଲି ସବୁ ସେ ଦେଖୁଛ ଶୁଣୁଛ ହେଲେ କାର୍ଯ୍ୟ ନ ଲଗେଇ ଶୁଣିଲେ କଣ ହବ କଣ କିଛି ହେଇପାରିବ। ମୁଁ କହିଥିଲି ମୁଁ କିଛି କହିଲି ନାହିଁ, ବ୍ୟସ୍ତ ରହିନି। ମୁଁ ତାଙ୍କୁ କହିଲି ଯିଏ ଯଦି ଶୁଣିବ ଯଦି କାମ ନ ଲଗେଇବ ସେ ମୁଁ କଥା କାମ ମୂଲ୍ୟ କଣ? ମୁଁ କହିବା କଥା ବୁଝିଲୁନି। ସିଏ 10 ବର୍ଷ ହେଲା ଆମର କାମ ଆମର ଆସି କାମ ଧନ୍ଦା ଆମେ କରୁଛି। ହେଲେ ସବୁବେଳେ ତାର କଣ ନା ଲଗେଇ ଦେଲା ଏଇ ଜିନିଷ ସବୁ ଏଠି ଆଧ୍ୟାତ୍ମିକ ମାରିକି ସେ ସବୁ ଶୁଣିବ ତାର ସିଏ ଆଉ କରୁନାହିଁ କିଛି, ବୁଝିଲ। ଯଦି ଧର ମୁଁ ଆପଣ ମତେ କହିଲେ ମୁଁ ଏଇ ଜିନିଷଟା ମୁଁ ଜାଣିଲି ଯେ ଉପରକୁ ଗଲେ ଅହଙ୍କାର ବସିବ। ଗୋଟେ ପ୍ରକୃତ ଅହଙ୍କାର ମାନେ ଆମକୁ ଆସିଲା ଆମ ଭଳିଆ ଆମେ ତ ପ୍ରଭୁଙ୍କ ମାନେ ସତ କଥାଟା ଆପଣଙ୍କୁ ତ ଭୁଲାଇ କହିଦଉଛି, ଆପଣ ଖରାପ ଭାବିବେନି, ବୁଝିଲେ। ସେଇଟା ହଉଛି ଯେତେବେଳେ ଆମେ ଜାଣିପାରୁଛୁ ଯେ ପ୍ରଭୁ କହିଥିଲେ ଏଇ କଥା, ଏଇ ଜିନିଷଟା ଆମ ଉପଲବ୍ଧି ହଉଛି, ଅନୁଭବ ହଉଛି, ଜାଣିପାରୁଛୁ। ଆଉ ଅସୁବିଧା ଆଉ କଣ ପ୍ରଭୁଙ୍କୁ ଦର୍ଶନ କଲା ପରେ ଆଉ କହିଲେ ମୁଁ କଣ ସେ ପାଇଁ ମୋ କହିବା କଥା ମୁଁ ବାରିଆଡୁ ପଳେଇ ଆସିଲି। ହେଲେ ଏଠି ଏ କଥା କହିବା କଥା କଣ ଏ କଥା କହିବା କଥା ନୁହଁ। ଆପଣ ତ ଏଇ ଜିନିଷ ସବୁ ଖୋଲିକି କହିଲେ ମୁଁ ସେବେ ଆପଣଙ୍କ କଥାରେ ମୁଁ କହିଲି ଯେ ଅନୁଭୂତିର କଥା ହିଁ କହୁଛନ୍ତି ପୁରୀ ଶ୍ରୀମନ୍ଦିର କଥା। ଆମ ଯୋଉ ମୌଳିକ ଜିନିଷ ଆମେ କହିପାରିବୁନି ନା। ଆମେ ଏଇଟା କହିହବନି ଯେ ସେଇଟାକୁ ଯିଏ ଉପଲବ୍ଧି କରିବ ସେଇ ତାର ଜାଣିପାରିବ, ବୁଝିପାରୁଛନ୍ତି। ସେଥିପାଇଁ ଅହଙ୍କାର ନୁହଁ ଅହଙ୍କାର ଆମେ ଚାହୁଁଛୁ ଏଇ ଜିନିଷଟା ପ୍ରସାର ଅଚ୍ୟୁତଙ୍କର ଯୋଉ କଥା କହିଲେ ଅଚ୍ୟୁତଙ୍କୁ ନେଇକି ପଞ୍ଚସଖାଙ୍କୁ ବିଶ୍ୱ ଦରବାରର ସେ ଯୋଉ ଦେଇଛନ୍ତି ଯୋଉ ବାଟ ଦେଇଛନ୍ତି ଆମକୁ ସେଇଟାକୁ ଆମେ ପ୍ରଚାର କେମିତି କରିବା ସେଇଟା ତ ଆପଣ କରୁଛନ୍ତି ବହୁତ ବାହାଦୁରୀ କଥା। ଆମେ ତ କରିପାରୁନୁ। ତଥାପି ଆମ ଉପରେ ଯିଏ ମିଳୁଛି ଯୋଉ ଗଛଟା ଆମେ କାଲି ସକାଳେ ଚାଲିଯିବୁ ଏ ଗଛଟା ଯଦି ଲଗେଇ ଆଉ ଗୋଟେ ଗଛ ଲଗେଇ ଦେଇଯିବା ତାହେଲେ ସେମାନେ ବି କରିବେ କାଲି ସକାଳେ ନା। କେହି ପବନ ସାଧନା କଥା କେହି କହୁନାହାନ୍ତି। ଯୋଉ ପବନ ଆମକୁ ଘର ତ ସବୁ ଖାଇବା ପିଇବା ସବୁ ଦିନ ସାରା ସବୁ କିଛି ବୁଝୁଛି, ରାତିରେ ଶୋଇଲା ବେଳେ ସବୁ ବୁଝୁଛି, ରାତିରେ ଜଗିକି ରହୁଛି, ତା କଥା ଆମେ ଆଲୋଚନା ନାହିଁ। ଆମେ କାହା କଥା ମୁଁ ଏଇ ଚିନ୍ତାଧାରା କରେ ସବୁ ଯାହା ସାଙ୍ଗେ ବସେ ଭାଇ କାହା ସାଙ୍ଗେ ଚିନ୍ତା କାହା କଥା କହୁଛୁ ତୁ। ଯିଏ ଭାଇ ଆମକୁ ଚଳଉଛି, ଯିଏ ବୁଲଉଛି, ଯିଏ ଖୋଉଛି, ଯିଏ ହସଉଛି, ଯିଏ ବୁଲଉଛି ତା କଥା ଦିନେ ନାହିଁ ଆମେ ଆଲୋଚନା କରୁନାହାନ୍ତି, ବୁଝିଲ ବାବା। ହଉ ଇଏ ଆପଣ ସମୟ ମୁଁ ନଷ୍ଟ କରିବିନି। ଆପଣଙ୍କୁ ଟିକେ ଶୁଣିବାରେ କିଛି ଅଛି, ଆପଣ ଦେଖିବାର ଅଛି। ମୋର କିଛି କହିବାର ନାହିଁ, ମୁଁ ଖାଲି ଦେଖିବାର ଅଛି। କାହିଁକିନା ଏଠି ତ ଫଟୋ ଦେଖୁଛି, ଆପଣ ସାମ୍ନା ଉପରେ ଦେଖିକି ଆମ ପାଦ ଧୂଳି ଟିକେ ମୁଣ୍ଡରେ ନ ମାରେ ସେଟା ବାହାଦୁରୀ। ମୁଁ ଏଇ କଥା ଶୁଣିକି ବହୁତ ଖୁସି। ଗୁଡାକ ଆମେ ଛାଡୁଛୁ, ବୁଝିଲ ନା। ସେ ଭିଡିଓକୁ ସବୁ ମୂଳରୁ ସବୁ ଗୋଟି ଗୋଟି କରି ଯେତେବେଳେ ଲିଜର ଟାଇମ ଥିବ ସେଇ ସମୟରେ ଦେଖିଲେ କଣ ମୁଁ କାହିଁକି କହୁଛି ଆମେ ଯେ ସେ ଭିଡିଓର ଗୋଟିଏ ଭିଡିଓ ସହିତ ଆଉ ଗୋଟେ ଭିଡିଓ ଲିଙ୍କ ଅଛି। ଆଉ ସବୁ ଭିଡିଓ ଗୁଡାକ ବାରମ୍ବାର ଦେଖିବା ଦ୍ଵାରା ତମର ଆହୁରି ସେ ଭିତରେ ତମର ମାନେ ଯୋଉ ଜ୍ଞାନଟା ତମର ପୁରା ଏକଦମ ସ୍ଥିର ଆସିଯିବ। ତା ଭିତରେ ଟୋଟାଲ କ୍ଲିୟର ହେଇଯିବ ତମର ଚିନ୍ତାଧାରା ଗୁଡାକ। ଏଇଟା ଦେଖିଥିଲି ବଢିଆ ମାନେ ଏତେ ଖୋଲାଖୋଲି ମାନେ କୋଉ ନାଡି କେମିତି କୋଉ ନାଡି କଣ କେମିତି ସେଗୁଡା ସବୁ ଆମେ ଜାଣିନଥିଲୁ ନା। ଆମକୁ କୁହାହେଇଛି ଭାଇ ତମେ ସିଧା ବାସନ ବସିକି ସାଧନା କର। ସାଧନା ଯଦି ତମର ଯଦି ଏକାଗ୍ର ରହିବ ଗୋଟେ ଲକ୍ଷ୍ୟ ରହିବ ଯୋଉ ଠିକ ପବନ ରଖିପାରିବ। ପବନ ଦ୍ଵାରା ସବୁ କିଛି ହେଇପାରୁଛି। ପବନ ଦ୍ଵାରା ସବୁ ଖେଳ ହଉଛି। ପବନ ସାଙ୍ଗରେ ତମେ ଖେଳ ମୁଁ ବାବା ପଦ୍ୟ କହିଦେବି ପଦ୍ୟରୁ ଆପଣ ବୁଝି ନେବେ। ମୋ କହିବା କଥା କହିଲେ ଆମ ଗୁରୁଦେବ କହିଲେ ଯୋଗାଙ୍ଗେ ତୁ ଲଗାଏ ଧ୍ୟାନ ଭୋଗାଙ୍ଗେ ବୃଥା ପରିଶ୍ରମ।
ମତେ ଆମ ଗୁରୁ ଗୋଟେ ଗୀତ ଲେଖିଥିଲେ ମୁଁ ତା ଦେହରେ ଖାଲି ପଦେ କହୁଛୁ କାହିଁକି ତୁ କହିଲା ମନ ଯଦି କରୁ ସନ୍ଧ୍ୟା ସନ୍ଧି ଯୌବନେ ଛପନ ବଚ ଦନ୍ତ ଯିବା ନ ଲାଗୁ କିଛି ପଲକକୁ ରଖିଥା ଟେକି ତ୍ରିକୁଟ ସନ୍ଧିରେ ମନକୁ ନିରୋଧୀ ଯିବା ହେଲେ ଗୋଟେ ଠେଲି ରଖିଥା ତ୍ରିକୁଟ ସନ୍ଧିରେ ମନକୁ ନିରୋଧୀ ଯିବା ହେଲେ ଗୋଟେ ଠେଲି ରଖିଥା ମନ ଯଦି କରୁ ସନ୍ଧ୍ୟା ତ୍ରିକୁଟରେ ତ୍ରିବେଣୀ ନଈ ଟାଣି ମାନେ ତୁ ଗଣ୍ଠି ଦେଇ ଶପତଙ୍ଗକୁ ଏକାଗ୍ରରେ ବସି ନିଶ୍ଚୟ ବସି ଧ୍ୟାନ କରୁ ତା ମନ ଯଦି କରୁ ସନ୍ଧ୍ୟା ଧୀରେ ଧୀରେ ଫେର ତଳକୁ ଲକ୍ଷ୍ୟ ରଖ ନାଶା ଆଗ୍ରହକୁ ନବଗଣର ଯେ ଶୁଣ ନାଶା ଆଗ୍ରହକୁ ଲକ୍ଷ୍ୟ ରଖିବା ପାଇଁ ଗୁରୁ କହିଛନ୍ତି ନା ନାଇଁ? ହଁ ହଁ ଆପଣ ତ୍ରିକୁଟ କଥା କେମିତି କହିଲେ? ତ୍ରିକୁଟରେ ତ୍ରିବେଣୀ ନଈ ଟାଣି ମାନେ ତୁ ଗଣ୍ଠି ଦେଇ ବୁଝିଲି ଯେ ତ୍ରିକୁଟରେ ତ୍ରିବେଣୀ ନଈ ତେଣୁ ତ୍ରିକୁଟକୁ ଲକ୍ଷ୍ୟ ରଖିବ ନାହିଁ ତ୍ରିକୁଟକୁ ଧ୍ୟାନ ରଖିବ। ଆଚ୍ଛା ତ୍ରିକୁଟକୁ ଧ୍ୟାନ ରଖିବ ନାସାଗ୍ରହକୁ ଲକ୍ଷ୍ୟ ରଖିବ। ତ୍ରିବେଣୀର ସଂସ୍ଥାନ ହେଲା ତ୍ରିକୁଟ ସେ ଜାଗାକୁ ଧ୍ୟାନ ରଖିଥିବ ଆଉ ନାସାଗ୍ରହକୁ ଲକ୍ଷ୍ୟ ଥିବ ତୋର ବତିକୁଣ୍ଠ ଠାରେ ଧ୍ୟାନ ଥିବ ରାଜଘାଟେ ମୂଳ କମଳକୁ ଭିଡ଼ି ଧରିଥିଲେ ନା ଯିବ ବାଟେ ବାଟେ ରେ ନାଉରେ ସ୍ରୋତ ଯେ ବଡ଼ ପ୍ରବଳ ପ୍ରବଳ ସ୍ରୋତରେ ନା ତୁ ବାଇବୁ ମନ କରି ଚଞ୍ଚଳ ରେ ନାଉରେ ସ୍ରୋତ ଯେ ବଡ଼ ପ୍ରବଳ ତେଣୁ ଲକ୍ଷ୍ୟ ଥିବ ତୋର ନାସା ଅଗ୍ରଠାରେ ଧ୍ୟାନ ଥିବ ତ୍ରିକୁଟରେ। ଓହୋ ମାନେ ଇଏ ଜିନିଷ ସତ କଥା ମୋ ଭାଷା ନାହିଁ ବା ମୁଁ ଆଉ କହିବି କଣ ଆଉ ଶୁଣିକି ମୁଁ କହୁନି କିଛି ଆମ ପାଠଟା ହଉଛି ଏଇ ପାଠ ଆଜ୍ଞା ନାସା କହିଲେ ନାସା ତ୍ରିକୁଟ ତ୍ରିବେଣୀ ନଈ ଟାଣିବା ତୁ ଗୋଟେ ଦେଇ ନବଗଣରେ ନାଇଁ ଟାଣିବା ତୁ ଗୋଟେ ଦେଇ ଶପଥ ଏକାଗ୍ରରେ ବସି ଧ୍ୟାନ କରୁତା। ଆଚ୍ଛା ନା ଆଉ ଏକାକ୍ଷର ଯୁଗଳ ମୃତ୍ୟୁ ଚିନ୍ତାକର ନଥିବ ଭ୍ରାନ୍ତି ଦୁର୍ବାଦାସ କହି ଅଜ୍ଞାନଟି ବୃଥା ହେଲା ଆମର ଯାବର ଜୀବନ ଯାତ୍ରା ମନ ବୁଝି କରୁଛନ୍ତି। ଆଚ୍ଛା ମୋ କହିବା କଥା ଏଇ ଯୋଉ ଗୀତ ସାଙ୍ଗରେ ଆମ ସାଧନାଟା ହଉଛି ଏଇ ଲକ୍ଷ୍ୟ ବୁଝିଲେ ଆଜ୍ଞା ଏଇ ଲକ୍ଷ୍ୟ କହିଲେ ଏଇ କଥା ଆଜ୍ଞା ସାଧନା କରିଚାଲେ। ହଁ ସେଇଆ ମୁଁ ଆପଣଙ୍କୁ ଟିକେ ଦେଖା କରିବାର ଅଛି ମୁଁ ଜଣଙ୍କୁ ସାଙ୍ଗରେ ଆମର ଯେ 40 ବର୍ଷର ମହତ ସେ ଦୀକ୍ଷା ଦେଇଛି ଏଇ ପାଠଟାକୁ ଆମର ଏଠି ପିଲା କିଛି ନଉଛନ୍ତି ଦେଇଛନ୍ତି ମୁଁ ଭାଇ ଦାସ ହେଇକି ରହିବା ପାଇଁ ଚାହୁଁଛି ସବୁବେଳେ ପାଇଁ ମୋର ସେ ମନୋବୃତ୍ତିରେ ମୁଁ ସମସ୍ତଙ୍କ ପାଖକୁ ଶିଖିବାର ଅଛି ଜାଣିବାର ଅଛି ବୁଝିବାର ଅଛି ଆଉ ମୋର 60-62 ବର୍ଷ ହେଲାଣି ଆଉ ଠାକୁରଙ୍କ ଦୟାରୁ ଜଗନ୍ନାଥଙ୍କ ଦୟାରୁ ଗୁରୁଙ୍କୁ ଆସିଥିବାରୁ ତ ଆପଣଙ୍କ କଥା ଶୁଣି ସାରିଲା ପରେ ଆପଣ ଯୋଉ ଦୀପଦ କହିଦେଲେ ସେତିକି ମନ ସନ୍ତୁଷ୍ଟ ହେଇଗଲା ମାନେ ଆଉ ଇଏ ଦିଆ ଧନ ଠାରୁ ଆଉ ଧନ କିଛି ନାହିଁ ଇଏ ଧନ ଠାରୁ ଆଉ ଧନ କେହି ଦେଇପାରିବେ ନାହିଁ ମୁଁ ଭାବିଛି ଏଇଆ ବୁଝିଲେ ଆଉ ସେ ଦୃଷ୍ଟିରୁ ଆପଣଙ୍କୁ ଯଦି ଦେଖିଦେଇ ସାରିଲା ପରେ ଯେତିକି ପେଟ ପୁରିଯିବ ମାନେ ଫୋନର ମାଧ୍ୟମରେ ମୁଁ କହୁଛି ଏଇ ଯଦି ଏଇ ପାଖ ଥାନ୍ତା ମୁଁ ଚାଲିଯାଇଥାନ୍ତି ଆଉ ଏଇଟା ତ ଯାଇ ତ ହବନି ମୁଁ ପୁଣି ଗୋଟେ ବେଳ କାଳ ଧାର୍ଯ୍ୟ କରିକି ଯାଇତେ ପଡିବ ନା ଗୋଟେ ମାନେ ସେମିତି ଗୋଟେ ଗଲେ ଦିନେ ଦିନ ରହିବା କି କଣ କରିବା କି ମାନେ ଗୋଟେ ସମ୍ପର୍କ ରଖିବା ବାନ୍ଧିବା ଜାଗାର ସେଠିକି ଏଇଭଳିଆ ଯାଇକି ସାଙ୍ଗେ ସାଙ୍ଗେ ଗୋଟେ କहीं ଆସି ହବନି ବୁଝିଲେ ଆଉ ମୁଁ ବି କେତେବେଳେ ଆପଣ ଏତେ ସବୁ କଥା କହୁଛନ୍ତି ତାକୁ ତ ଜଣେ ମୁଣ୍ଡରେ ରଖିବା ସମ୍ଭବପର ନୁହଁ ନା ଆମେ ସାଧାରଣ ଲୋକ ମଳିମୁଣ୍ଡିଆ ଲୋକ ଚାଷୀ ବନ୍ଦୀ ଲୋକ ଆଉ ଆମେ ଖଟିନେ ପ୍ରଭୁ ଦେଇଛନ୍ତି ମିଛ କଥା କାହିଁକି ପ୍ରଭୁ ବହୁତ ଦେଇଛନ୍ତି ଯେ କିଛି ନାହିଁ ବୋଲି କହିବି ସେମିତି ନାହିଁ ତଥାପି ଆମକୁ ଦରିଦ୍ର ବୋଲି ଏଗୁଡ଼ା ଜିନିଷର କିଛି ମୂଲ୍ୟ ନାହିଁ ଏ ଜିନିଷ ହଉଛି ଅସ୍ଥାୟୀ ଜିନିଷ ଦ୍ୱାରା କଣ ସ୍ଥାୟୀ ଜିନିଷ କଥାଟା ଏଇଟା ହଉଛି ମୋ ଚିନ୍ତାଧାରା ବୁଝିଲେ ତତ୍ଵ ରହିଛି ଗାୟତ୍ରୀ ତତ୍ଵ ରହିଛି ରାମ ନାମର ତତ୍ଵ ରହିଛି ନାମ ନାମର ସାଧନା ସବୁ ତା ଭିତରେ ଅଛି। ଆଚ୍ଛା ଆଚ୍ଛା ମୁଁ ଖାଲି ଆପଣଙ୍କର ତ୍ରିକୁଟ କଥା ମାନେ ନାସାଗର ଦୃଷ୍ଟିଟାକୁ ଶୁଣିଲି ଆଉ କାଲି କଣ କହୁଥିଲେ କାଲି ଅନ୍ୟ ମନସ୍କ ରହିନି କାଲି ଯାହା ସେ ଦେଖେଇଲା ମତେ କିଛି ପଶିଲାନି ମୁଣ୍ଡରେ ଆଜି ଏତିକି ଜାଣିଲି 2ଟା ଭିଡିଓରେ ଯାହା ଶୁଣିଲି ଜଣେ ପଚାରୁଛି ଆପଣ ସବୁ ଉତ୍ତର ଦଉଛନ୍ତି ତାକୁ ଦେଖିଲି ଆଉ ଏବେ ନାସାଗର 2ଟା ଭିଡିଓ ଦେଖି ସାରିଲା ପରେ ମୁଁ ସାଙ୍ଗେ ସାଙ୍ଗେ ଆଉ ଧୈର୍ଯ୍ୟ ଧରି ପାରିଲିନି 2ଟା ଭିଡିଓ ଦେଖି ସାରିଲା ପରେ ଆପଣ ସତ କଥା କହୁଛନ୍ତି ମୁଁ ଆସି ବାଡିଆଡେ ବସିଛି ଅଲଗା ସେଠି କୁକୁର ଭୁକିଲା ଇଏ କଲେ ଭାତୁଣ୍ଡ କଲେ ମୁଁ ଶୁଣିପାରିଲି ଗଲା ପରେ ଏଠି ଆପଣଙ୍କ ଟିକେ ମୁଁ ଆପଣଙ୍କୁ ମାନେ କଣ କହିବି ଆଉ କିଛି ଭାଷା ନାହିଁ ଏ ଶୁଣି ସାରିଛି ଏବେ ସବୁ ଲୋକ ଶୁଣୁଛନ୍ତି ମାନେ ମୁଁ ସେଇଟା ଏଇ ଜିନିଷ ବିକ୍ରି ହବ ଭାଇ ଏ ଜିନିଷ ଯିଏ ଜାଣିଛି ତାକୁ କେତିକି ମଜା ଯିଏ ଜାଣିଛି ସେଇ ମଜା ତା ମିଠା ଯିଏ ଖାଇଛି ଭାଇ ମାନେ କରିବ କଣ ବାବା ବୁଝିଲେ ସେ କଥା ସିଏ ମିଠା ଯିଏ ଚାକିଥିବ ତା ପାଗଳ ହେଇଯିବ ସିଏ ପାଗଳ ପୁରା ଏଇ ଜିନିଷ ପାଇଁ ପାଗଳ ଆମେ ସବୁ ବିଶ୍ୱାସ କରିନେ ଯେତେବେଳେ ଏଇ ଜିନିଷ ଜାଣିନଥିଲୁ ଜାଣିଗଲା ପରେ ଆମେ ଆପଣ ଗୋଟେ ଖୋଜୁଥିଲେ କିଛି ପାଇବା ପାଇଁ ଖୋଳିକି ପାଇଗଲା ପରେ ଆଉ ତାକୁ ଟିକେ ମନ ଦେବା ପାଇଁ ଆଉ ଟିକେ ମିଳିତ ଗଲା ଏବେ ବି
ମିଳିଯିବ ଯାଇଛି ଆଉ ଅସୁବିଧା କଣ ତମେ ସେ ଯୋଉ ପଦରେ ମୁଁ ଆପଣଙ୍କୁ କହିଦେଇକି ସେତିକି କହିକି ଆପଣଙ୍କୁ ମୁଁ କହିଲେ ବାବା କିଛି ଖରାପ ହେଇଛି